ବିନ୍ଦୁସାଗର ଅବସ୍ଥା ଶୋଚନୀୟ। ତାର ରକ୍ଷଣାବେକ୍ଷଣ କିଛି ନାହିଁ। ପଙ୍କରେ ସଢୁଛି ବିନ୍ଦୁସାଗର। କୌଣସି ପକ୍ଷରେ ରକ୍ଷଣାବେକ୍ଷଣ ଦାୟିତ୍ୱ କିଛି ନାହିଁ। ଗଙ୍ଗୁଆ ପଚା ପାଣି, ଗଙ୍ଗୁଆର ପଚା ମଶାରେ ଆଜି ଭୁବନେଶ୍ୱର ଟଳ ଟଳ ମଶାରେ ଆମେ ରହିପାରୁନୁ। ବାହାରିଗଲା ଆରେ ବାହାରିଗଲା କ'ଣ ମୁଁ ଜାଣିପାରୁନି। ସେ କୁଣ୍ଡ ନବୀନ ସରକାର କିଛି କରିପାରିଲାନି, ଇଏ ମୋଦି ସରକାର କିଛି କରିପାରିଲାନି। ବିନ୍ଦୁସାଗର ଅବସ୍ଥା ଶୋଚନୀୟ। ତାର ରକ୍ଷଣାବେକ୍ଷଣ କିଛି ନାହିଁ। ମୁଁ ନିଜେ ଯେତେବେଳେ ବିଧାୟକ 77 78 ନୀଳମଣି ରାଉତରାୟଙ୍କୁ ଧରି ଶୁଖେଇଥିଲୁ ଆମେ। ଟ୍ରକରେ ଟ୍ରାକ୍ଟରରେ ସବୁ ପଙ୍କ କଢ଼ା ହେଇଥିଲା। ତାପରେ 82 ମସିହାରେ ମନ୍ତ୍ରୀ ଯେତେବେଳେ ମୁଁ ହେଲି ସେତେବେଳେ ଜାନିପଟା ଧରି ଶୁଖେଇଥିଲୁ ଆମେ। ପୁରା ପଙ୍କ କ୍ଲିନ୍ କରାହେଇଥିଲା। ପଙ୍କରେ ସଢୁଛି ବିନ୍ଦୁସାଗର। କୌଣସି ପକ୍ଷରେ ରକ୍ଷଣାବେକ୍ଷଣ ଦାୟିତ୍ୱ କିଛି ନାହିଁ। ଗଙ୍ଗୁଆ ଅବସ୍ଥା ଶୋଚନୀୟ। ଆଜି ଓଡ଼ିଶାର ଦୁର୍ଭାଗ୍ୟ, ଗୋଟେ ଅପାରଗ ସରକାର ଚାଲିଛି। ଗଙ୍ଗୁଆ ପଚା ପାଣି, ଗଙ୍ଗୁଆର ପଚା ମଶାରେ ଆଜି ଭୁବନେଶ୍ୱର ଟଳ ଟଳ ମଶାରେ ଆମେ ରହିପାରୁନୁ। ବିନା ମଶାରୀରେ ଶୋଇପାରୁନୁ। ଦିନରେ ମଶାରୀ ଟାଙ୍ଗିବାକୁ ପଡ଼ୁଛି। କୌଣସି ସରକାର, ମୋଦି ସରକାର, ମୋହନ ସରକାର, ମ୍ୟୁନିସିପାଲିଟି କେହି ଗୋଟେ ମଶା ବିଷୟରେ ଅନୁସନ୍ଧାନ କରୁନାହାନ୍ତି କି ବ୍ୟବସ୍ଥା କରୁନାହାନ୍ତି। ବଡ଼ ଦାରୁଣ ଦୁଃଖ। ତେଣୁ ଏ ମୋହନ ସରକାର ନିଜେ ହସ୍ତକ୍ଷେପ କର। ଏଇଟା ରାଜଧାନୀ। ଗଙ୍ଗୁଆ କେମିତି ଲିଟ୍ ଆଣ୍ଡ କ୍ଲିନ୍ ହେବ, ବିନ୍ଦୁସାଗର ଲିଟ୍ ଆଣ୍ଡ କ୍ଲିନ୍ ହେବ, ଆମର କେଦାର ଗୌରୀ ଲିଟ୍ ଆଣ୍ଡ କ୍ଲିନ୍ ହେବ, ଚାରିଆଡ଼େ ସଫା ହେବ, ନାଳି ଗୁଡ଼ାକ ମେଲା ପଡ଼ିଛି କେମିତି ମୁଜା ହେବ, ଚାରିଆଡ଼େ ପଚା ପାଣି ବୋହୁଛି ତାହା କେମିତି କରାଯିବ। ବମିଖଲାରେ ବେକେ ପାଣି, ଜାଗମ୍ବରାରେ ପାଣି, ଇଏ ପୋଖରୀପୁଟରେ ପାଣି, କପିଳେଶ୍ୱରରେ ପାଣି, ଓଲ୍ଡ ଟାଉନରେ ପାଣି, ମାନେ ବରମୁଣ୍ଡାରେ ପାଣି, ବମିଖାଲରେ ପାଣି। ଏ ପାଣି କେମିତି ନିଷ୍କାସନ ହେବ? ସରକାର ଗୋଟେ ହାଇ ଲେଭେଲ ମିଟିଂ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଆମର ଅନୁରୋଧ।